ଆଜି ବିଜୁ ଜନତା ଦଳର 27ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀର ପର୍ଯ୍ୟବେକ୍ଷକ ଶ୍ରୀ ମନୋଜ ସେନାପତି ମୁଖ୍ୟ ଅତିଥି ରୂପରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ତ ସାଇକେଲ ରାଲି, କମ୍ବଳ ବଣ୍ଟନ କାର୍ଯ୍ୟକ୍ରମ, ହାତୀବାରୀ ହସ୍ପିଟାଲରେ ରୋଗୀମାନଙ୍କୁ ଫଳ ବଣ୍ଟନ ତଥା ଟିସ୍କୋ କ୍ଲବଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ପର୍ଯ୍ୟବେକ୍ଷକ ବିଜୁବାବୁଙ୍କ ଫଟୋରେ ପୁଷ୍ପ ମାଲ୍ୟାର୍ପଣ କରିଥିଲେ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ବିଷୟରେ ଆଲୋଚନା କରିଥିଲେ। ଆଗାମୀ ଦିନରେ କିଭଳି ଭାବରେ ନୂଆଗାଁ ବ୍ଲକରେ ବିଜୁ ଜନତା ଦଳ ଅଧିକ ସକ୍ରିୟ ହୋଇପାରିବ ସେ ବିଷୟରେ ମଧ୍ୟ ଆଲୋଚନା କରିଥିଲେ। କେମିତି ସରକାରଙ୍କର ସମସ୍ତ ଯୋଜନା ଗାଁର ସମସ୍ତ ଜନସାଧାରଣ ପାଇଁ ଯୋଗାଇ ଦିଆଯିବ ସେ ଦିଗରେ ସମସ୍ତ ନେତୃମଣ୍ଡଳୀଙ୍କୁ ଘରକୁ ଘର ବୁଲି ଯୋଜନା ବିଷୟରେ ଅବଗତ କରିବା ପାଇଁ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଏସଡିସି ଭାଇସ୍ ଚେୟାରମ୍ୟାନ୍ ସୁଶୀଲା ଟପ୍ନୋ, ବ୍ଲକ ଅଧ୍ୟକ୍ଷା ବିଶ୍ୱାସୀ ଟପ୍ନୋ, ମହିଳା ସଭାନେତ୍ରୀ ଏମା ଏକା, ପୂର୍ବତନ ସରପଞ୍ଚ ଏଲିଜାବେଥ ଲୁଗୁନ, ବ୍ଲକ ସଭାପତି ଦିଗମ୍ବର ଦାସ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ମକଲୁ ଏକା, ଏସଡିସି ସଦସ୍ୟ ହିମାଂଶୁ ପଣ୍ଡା, ଛାତ୍ର ସଭାପତି ମହେନ୍ଦ୍ର ବଡ଼ାଇକ ପ୍ରମୁଖ ଉପସ୍ଥିତ ଥିଲେ। ନୂଆଗାଁରୁ ଅନିଲ କୁମାର ସାହୁଙ୍କ ରିପୋର୍ଟ, ଉତ୍କଳମେଲ ଟିଭି।